ଅଟକେଇବା ଦରକାର ନାହିଁ, ଅଟକେଇଲା ଆହୁରି ଅଧିକା କଷ୍ଟ ହବ। ହଁ ହଁ। ଜୟ ଜଗନ୍ନାଥ ଏଚଡି ଫ୍ୟାମିଲି। ଆଜି ଗୋଟେ ବହୁତ ଆଶ୍ଚର୍ଯ୍ୟ ଘଟଣା ଘଟିଲା, ଯୋଉଟା କି ଆମ ଗେଲି କରିଛି, ସେଇଟାକୁ ମୁଁ ଆପଣମାନଙ୍କ ସହ ଆଗକୁ ସେୟାର କରୁଛି। କିନ୍ତୁ ଆପଣମାନେ କେବେ ଭାବିଛନ୍ତି ଏମିତି କଣ ଅଛି ଯୋଉଟା କି ଗୋଟେ ସାଧାରଣ ମଣିଷକୁ ଅସାଧାରଣ ବନେଇ ଦିଏ? ତା ଦେଖିବାର ନଜରିଆ, ତା ମାଇଣ୍ଡ ସେଟ୍, ତା ପଜିଟିଭ ଆଟିଚ୍ୟୁଡ, ସେଇଟା ହିଁ ଗୋଟେ ସାଧାରଣ ମଣିଷକୁ ଅସାଧାରଣ ବନାଏ। ତ ଆପଣମାନେ କାଲିକା ଭିଡିଓ ଯଦି ଦେଖିଥିବେ ଏଇଟା ଜାଣିଥିବେ, ଆଜି ଏପ୍ରିଲ 15 ତାରିଖ, ଏଇ ପଣା ସଂକ୍ରାନ୍ତି ବିଶ୍ୱ ସଂକ୍ରାନ୍ତି ସମୟରେ, ଏଇଟା ହିଁ ସେଇ କାଳ ସମୟ ଯୋଉ ସମୟରେ 2019 ମସିହାରେ ଗେଲିକୁ ଏଇ ରୋଗ ହେଇଥିଲା, ଟ୍ରାନ୍ସଭର୍ସ ମାଇଲେଟିସ୍ ରୋଗ ହେଇଥିଲା, ଯୋଉଟା କି 7 ବର୍ଷ ହେଇଗଲାଣି। ଏଇ ସମୟରେ ସେ ସେଇ ସେମ୍ କଷ୍ଟ ଯନ୍ତ୍ରଣା ଫିଲ୍ କରେ ଯୋଉ ସେଦିନ ରାତିରେ ଯେମିତି ତାକୁ ଫିଲ୍ ହେଇଥିଲା, ଯେ ସେ ଶୋଇଥିଲା ଗେଲି, ତା ପିଠିରେ କିଏ ଗୋଟେ ବହୁତ ବଡ ପଥର କଚାଡି ଦେଲା ଆଉ ସଡନ ତା ଦେହ ସବୁ ପାରାଲାଇଜ ହେଇଗଲା। ଗୋଟେ ମାନେ ଆଶ୍ଚର୍ଯ୍ୟ ପ୍ରକାର ଘଟଣା ଘଟିଲା, ଯୋଉଟା କି ବିଶ୍ୱାସ କରିହବନି। ଯେ ଫିଲ୍ ହେଲା ପଥର କିଏ ଗୋଟେ କଚାଡି ଦେଲା, ସଡନ ପାରାଲାଇଜ ହେଇଯିବ, ଗୋଟେ ଜୀବନ ବଦଳି ଗଲା। ଗୋଟେ ବହୁତ ଭଲ ଖୁସିର ଜୀବନ ଗୋଟେ ନର୍କ କଷ୍ଟ ଯନ୍ତ୍ରଣାର ଜୀବନ ପାଲଟି ଗଲା। ତ ସେଇଟାକୁ ହ୍ୟାଣ୍ଡେଲ କରିବା, ପ୍ରତ୍ୟେକ ବର୍ଷ ସେଇ ସେମ୍ ଡେ କୁ ସେ ବହୁତ କଷ୍ଟରେ ପାରେଇକି ଆସିଛି। ଆଜି ଯାଏଁ 7 ବର୍ଷ ହେଲାଣି। ବହୁତ କଷ୍ଟ ହେଇଛି, ବହୁତ କଷ୍ଟ ଯନ୍ତ୍ରଣା ଫିଲ୍ ହୁଏ। ଆଉ ତା ଜାଗାରେ ଯିଏ ବି ଥିଲେ, ପ୍ରତ୍ୟେକ ମଣିଷକୁ ସେଇ କଷ୍ଟ ଯନ୍ତ୍ରଣାଟା ହିଁ ଫିଲ୍ ହୁଏ ଆଉ ହବ, ଓଭିୟସଲି ହବ। କିନ୍ତୁ ଏଥର ଗୋଟେ ଡିଫରେଣ୍ଟ ଜିନିଷ ହେଇଛି। କଣ ହେଇଛି ନା, ଆଜି ସକାଳୁ ଯେତେବେଳେ ଗେଲି ପାର୍ଟିରୁ ମୁଁ ଗୋଟେ କଥା ଶୁଣିଲି, ଯେ ଏପ୍ରିଲ 15 ତାରିଖ 2019 ମସିହାରେ, ସେଦିନ ରାତିରେ ଭୟାନକ ଜିନିଷଟା ଘଟିଲା। ମୋ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା। ପ୍ରତ୍ୟେକ ସଂକ୍ରାନ୍ତି ସମୟରେ, ଯେମିତିକି ଆପଣମାନେ ଜାଣିଛନ୍ତି, ଗେଲିର ଦେହ ବହୁତ ୱିକ୍ ପଡିଯାଏ। ଆଜି ସେଇ ମହାବିଶ୍ୱ ସଂକ୍ରାନ୍ତି ଯୋଉ ଦିନ ଏଇ ରୋଗଟା ହେଇଥିଲା, ତ କୋଉଠି ନା କୋଉଠି ଗୋଟେ ମଣିଷ ଏଇ ସମୟରେ ସମ୍ପୂର୍ଣ୍ଣ ୱିକ୍ ରହିବା କଥା, ଦୁର୍ବଳ ପଡିଯିବା କଥା। କିନ୍ତୁ ତା ପାଟିରୁ ଗୋଟିଏ ଶବ୍ଦ ବାହାରିଲା, ଯଦି ମୁଁ ଆଜି ଫିଜିଓଥେରାପି କରିବି, ହୁଏତ ଏଇ 15 ତାରିଖଟା ଦିନେ ମତେ ଚାଲିବାରେ ସାହାଯ୍ୟ କରିବ, ଦିନେ ମତେ ଉଠିକି ନିଜ ଆତ୍ମନିର୍ଭର ହବାରେ ସାହାଯ୍ୟ କରିବ। ଆଉ ଏଇଟା ହିଁ ଗୋଟେ ୱିନରର ଲକ୍ଷଣ। ଆଉ ଏଇଟା ହିଁ, ଏଇ ଯୋଉ ଯୋଉ କଥାଟା କୁହନ୍ତି ନା, ଦେଖିବାର ଦୃଷ୍ଟିକୋଣ, ଯୋଉ ଚିନ୍ତାଧାରା, ଯୋଉ ମାଇଣ୍ଡ ସେଟ୍ ଗୋଟେ ୱିନର ପାଖରେ ଥାଏ, ଗୋଟେ ସାଧାରଣ ମଣିଷକୁ ଅସାଧାରଣ ବନାଏ ଏଇ ଚିନ୍ତାଧାରା। ଯୋଉଟା ଗୋଟେ ନେଗେଟିଭ ଥଟରେ ଜଣେ ମଣିଷ ରହିବା କଥା, କିନ୍ତୁ ସେ ନେଗେଟିଭ ଥଟକୁ କାଢି ଦେଇକି ପଜିଟିଭ ଥଟରେ ସେ ଜିନିଷଟାକୁ ଭରି ଦଉଛି। ମାନେ ଯୋଉଥିପାଇଁ ଗେଲି ପାଇଁ ରେସପେକ୍ଟ ଆହୁରି ଅଧିକରୁ ଅଧିକ ବଢି ଯାଉଛି। ତ ଆଜି ବି ସେ ଆସିଛି ଫିଜିଓଥେରାପି କରିବ। ମୁଁ ଆଜି କେବଳ ଆମ ଏଚଡି ଫ୍ୟାମିଲି, ଆମ ପରିବାର ପାଖରୁ ଏତିକି ସାହାଯ୍ୟ ଆଶା କରୁଛି, ଏତିକି ପ୍ରାର୍ଥନା କରୁଛି ଆପଣମାନଙ୍କ ପାଖରେ। ଆଜି ମୋ ଗେଲି ପାଇଁ, ଆମ ଗେଲି ପାଇଁ ଗୋଟିଏ, ବାସ୍ ଗୋଟିଏ ଥର ହଉ ପଛେ, ମହାଦେବଙ୍କର ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଆଉ ଗେଲି ନାଁରେ କେବଳ ଥରୁଟିଏ ପ୍ରାର୍ଥନା କରନ୍ତୁ, ହେ ମହାଦେବ, ଆଜି ଆମ ଗେଲିକୁ ଏତେ ଶକ୍ତି ଦେଇଦିଅ ଯେ ତା ଜୀବନର ନେକ୍ସଟ 15 ତାରିଖ ଆସିବା ପୂର୍ବରୁ, ଏପ୍ରିଲ 15 ତାରିଖ ଆସିବା ପୂର୍ବରୁ ସେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେଇଯାଉ, ସମ୍ପୂର୍ଣ୍ଣ ସେ ନିଜ ଗୋଡରେ ଚାଲିକି ଭଗବାନଙ୍କୁ ଦର୍ଶନ କରୁ। ପଣା ସଂକ୍ରାନ୍ତିରେ ଯୋଉ ଆମ ଓଡିଆର ଯୋଉ ପର୍ବ, ନୂଆ ବର୍ଷରେ ଯେମିତି ଠାକୁରଙ୍କୁ ଦର୍ଶନ କରନ୍ତି, ପୂଜା କରନ୍ତି, ତୁଳସୀ ଚଉରାରେ ପୂଜା କରନ୍ତି, ସବୁ କିଛି ଜିନିଷ ସେ ଆମ ଗେଲି ପାଳନ କରିପାରୁ, ପୂଜା କରିପାରୁ। ବାସ୍ ଏତିକି ପ୍ରାର୍ଥନା କରନ୍ତୁ। ତ ଚାଲନ୍ତୁ ଆଜି ଫିଜିଓଥେରାପି ଆରମ୍ଭ କରିବା। ଆଜି ଆମ ଗେଲି ଦେହରେ ବହୁତ ଶକ୍ତି, ଆଉ 100% ଆପଣମାନେ ତା ମୁହଁରୁ ଦେଖିପାରୁଥିବେ, କାଲି ଯୋଉ ଭଳି କଷ୍ଟ ଯନ୍ତ୍ରଣାରେ ଗେଲି ଥିଲା, ଆଜି ସେ କଷ୍ଟ ଯନ୍ତ୍ରଣା ତା ମୁହଁରେ ନାହିଁ। ହୁଏତ ଆଜି ବହୁତ ପରିଶ୍ରମ କଲା ପରେ ବହୁତ କଷ୍ଟ ଯନ୍ତ୍ରଣା ହବ, ସେଟା ପ୍ରତ୍ୟେକ ଦିନ ହଉଛି, କିନ୍ତୁ ତା ପଜିଟିଭ ଆଟିଚ୍ୟୁଡ ତା ମୁହଁରେ ଝଲସୁଛି। ଏଚଡି ଫ୍ୟାମିଲି, ତ ଏବେ ଷ୍ଟାର୍ଟ କରିବା। ଆମ ଗେଲି ଠିଆ ହବ ଏବେ। ଯେତିକି ମନ ହବ ସେତିକି ଠିଆ ହବ, ହେଲା? ଯେତିକି ସମୟ ମନ ହବ ସେତିକି ଠିଆ ହବ। ନା ସେତିକି ସମୟ ନୁହେଁ, ପୁରା ଯେତିକି ଯାଇ ପାରିବି ସେତିକି। ଯେତିକି ସମୟ। ଜୟ ଜଗନ୍ନାଥ। ଠିଆ ହେଇଯା, ଠିଆ ହେଇଯା, ଠିଆ ହେଇଯା, ଠିଆ ହେଇଯା, ଠିଆ ହେଇଯା, ଠିଆ ହେଇଯା। 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25। ଧନ୍ୟ 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 ଧନ୍ୟ। ଶନି ଆସିଲା। ହଁ, ଶନିରାମ ପଛପଟରେ ଆସି ଠିଆ ହେଇଯାଇଛି। 25 ସେକେଣ୍ଡ କରିଦେଲେ ଗଲା। 25 ସେକେଣ୍ଡ। କାଲି 15 ସେକେଣ୍ଡ ଲେଖା କରିଥିଲୁ,
आज एकाथरे पूरा सुपर पावर आसी हम गेली धरा 25 सेकंड एसटी फैमिली काली बहुत प्रेशर पई पूरा बेहोश हो गली पारिलेनी मन भीतर से जिनस गुड़ा रोचे कि मन कहूँ जे निजे बाहर करदे चाहूँ से जिनस तो मुझे पूरा बाहर कर देचे मनरू केवल टे मते वीक फील होचे जेतु काली सेंस चल जाइतला ते बॉडी टा पूरा वीक हे रहउचे किंतु आज पूरा प्राण चेष्टा करिवे सब किछि माने कंप्लीट करिके जेबे 5 मास हे गलानी एसडी फैमिली ए जर्नी स्टार्ट हेलानी हम गैली रो ठिया हे के चालवा शिक्षा जर्नीटा जो स्टार्ट हेलानी सेबे ठारू माने मु गोटे शब्द हम गैली पई कहितली फाइटर गैली कोन मु किछि भूल कहितली आपण माने सुनुचंदी ना ता शब्द ता थिंकिंग ता माने एटीट्यूड माने केमिति फाइट करियो ता संघर्षर माने से जो कहते ना संघर्ष करिया भी गोटे संघर्ष थाए किंतु संघर्ष करिया बेले से जो रास्ता रे चलवा बेले प्रत्येक टी फुट स्टेप इम्पोर्टेंट तो ता एटीट्यूड ता माने नजरिया ता बुझी परछन कि नहीं केमती माने से डील करूची सब सिचुएशन को बहुत प्राउड फील करछ हम गेली मु गोटे हाथ रे करबी आउटे गेलो करूची से आज हेठी पहुंचलनी से गेलो कर चलची मते गेलो होउची करूची से मते आउसीबो देखो ना कुहुरा आउची चलची मते आदि कुचिया आ इति आगु बा एडिया अब हम ए सन्नेरी को आपण माने देखुतंदी प्रत्येक दिन माने को भली से आसला बेलको हम गेलीर माने मनटा भूली जाउची मनटा जो कष्ट जंत्रणा भीतर बाहरी की माने भल पाइबा स्नेह खुशी एई सब आड़ को जो माने माइंड टा पूरा पळौची ना तो ऑटोमेटिक बहुत सारा कष्ट दूर हो जाउची हम सन्नेरी बहुत कष्ट दूर कर दोचे मो छिडा हबा स्टार्ट कले मु देखिले तले 10 सेकंड ना 15 सेकंड हला म आवाज सुनि देली से आसुची घुंगु घुंगु करी आ एकड़ को आसी मु जान देली हाथ बढ़े देली आसी गेलो करते नागी जाईची मते से सेपट जो बहु बसचंदे ना तो सेपट बाटे जो आसे सब दिन आसी नहीं तो आज एपट बाटे बुली को पळे आसी गेली फाड़ नचौची से मु करि पारेमिनी बाबा से भल पाउची हम गेली को बापला मु करि पारेमिनी लो सर जोर जोर रे गेलो करछि मते से चल आइला मो दोना आइला डेली मु छिडा लाळु आसी पहुंची होचे काली मते वर्षा आरंभ रे गेलो करछि नुवा वर्ष रे आज भी गेलो कलानी जताले चेष्टा मनिष निजे करिवो हताले प्रकृति मा भी माने सब आडू आसी जाए माने यूनिवर्स भी माने हेल्प करिवारे लागि जाए सेमती मो गोमाता भी बुझी बाछि आसी के मो पाखरे पहुंच जाय छे मु ताको गेलो किसे करिम सी मते गेलो करते लागि होछि सब कष्ट दूर कर दो जे तुम सब कष्ट नहीं चलो लाग लाग छिडा आइ जबा ठेजा जत्ते माने माइंड स्ट्रांग हेले भी देहटा टिके वीक पड़ी जाउचे संक्रांति समय रे तो देहटा टिके वीक अछि तो जत्ते के हे परछे जत्ते के होछि कर ठेजा 1 2 3 4 5 6 7 8 9 10 11 12 13 14 15 16 17 18 19 20 ओलो किस्सा लगा कौन से दिन ए सब जागा रे मु चली थिनी ना सडनली उठिली जाऊ माने केमिति धड़ के ना मन पड़ला जे एउडा चला चले बुला बुली सब करूथुनी नॉर्मल जे उठी पारुनी सेइटे आसी के एरु जंत्रणा रे उठुते हां बुझियले हम कहू छु बुझियले हम बहुत ट्राई करले बाहर जाउचे भीतर ऑटोमेटिक बाहर जाओ से इमोशन बाहर जाओ किछि अटकेबा दरकार नै अटकेला रे अधिया कष्ट हां देखे से दिन तू चली थिलु ना से दिन तू एठी दिन रे चली थिलु ना आज देख एमिति पूरा बेल आसी एमिति समय आसी एठी तू आज ठिया होउछु से भी पुनी निजे वाकर धरि के पूरा ठिया होउछु 7 वर्ष हे गलानी हां 7 वर्ष हे गलानी एठी तू पूरा माने बाहर घर बाहर अंधार रे पूरा एमती पड़िथिलु एमती सोइथिलु
ठिया हवा तो दूर कथा पूरा सेमती गोटे जगह पड़ी थिला आज पूरा सेही जगह जोठी चालुतुलो सेही जगह पूरा वाकर धरिकी ठिया आइछु पूरा ଜାଣି हम्म କେଡେ ଗୋଟେ ହେଇଗଲା हाँ लो बुझी ଧରିଗଲା पारछु ମୋ बुझी ଛାତି पारछु ମତେ ମନେ ପଡିଗଲା। ଯେତେ ଯାହା ନେବି ସେ କଷ୍ଟ ଯନ୍ତ୍ରଣା ସେ ଯୋଉ ମାନେ ଇଏଟା ଫିଲିଙ୍ଗସ୍ ଟା ମନ ଭିତରେ ତ କେବେ ବି ବାହାରିବନି ଅଛି ଯେ। ନା ଏତେ ଦିନ ହେଲାଣି ଆସେ ମୁଁ ସେ ବାଡିରେ ଛିଡା ହଉଥିଲି ଏଇଠି ଛିଡା ହବା ପ୍ରାକ୍ଟିସ କଲିଣି କିନ୍ତୁ କେବେ ହଉଛି ମାନେ ମୋର ମାନେ ସେ ଫିଲିଙ୍ଗସ୍ ଟା କେବେ ମାଇଣ୍ଡ କୁ ଆସୁନଥିଲା ଆଜି କିସ ହେଲା କେଜାଣି ସଡନଲି ଦେଖା ହେଲା ଯୋଉ ମୁଁ ଏଠି ଚାଲେ କରେ ମାନେ ସେ ଚିତ୍ର ଗୁଡା ମତେ ଦେଖା ହେଲା ନା କିସ ହେଇଗଲା ମୋ ମନ ଟା ମୁଁ ମାନେ ଏଚଡି କଣ୍ଟ୍ରୋଲ ଫ୍ୟାମିଲି ଆମ କରିପାରିଲିନି। ଗ୍ୟାଲେରୀ ଏଇଟା କହୁଛି କି ଯୋଉ ମାନେ ଯୋଉ ଦିନ ରାତିରେ ମାନେ ଏମିତି ଘଟଣାଟା ଘଟିଲା ତ ସେଇଦିନ ଦିନରେ ଏଇଠି ଚଲା ବୁଲା ଏ ସେ ସବୁ କରିକି ମାନେ ସବୁ କାମ କରିଛି ଏଚଡି ଫ୍ୟାମିଲି ସବୁ କାମ ମାନେ ଯାହା ଯାହା ଗୋଟେ ମଣିଷ ନର୍ମାଲି କରେ ସବୁ କାମ କରୁଛି କିନ୍ତୁ ରାତିରେ ହିଁ ସବୁ ସେଇଦିନ ମାର୍କେଟ ବି ଯାଇଛି ଗାଡି ନେଇକି ଡବଲ ବି ପୁଣି ମାନେ ବସେଇକି ଇଏ କରିକି ସବୁ କାମ କରିଛି ସବୁ ଜିନିଷ କରିଛି କିନ୍ତୁ ତଥାପି ରାତିରେ ଏମିତି ଜିନିଷ ହେଇଗଲା କେହି ବିଶ୍ୱାସ ହିଁ ଡକ୍ଟର ନିଜେ ବିଶ୍ୱାସ କଲେନି ଦିନରେ ସ୍କୁଟି ଚଲେଇକି ଯାଇଛି ତା ପାଖରେ ଷ୍ଟ୍ରେଙ୍ଥ ଥିଲା ସ୍କୁଟି ଚଲେଇବା ପାଇଁ ସଡନ 6ଟା ସେଗମେଣ୍ଟ କେମିତି ହେଇଗଲା ଗୋଟେ ରାତିରେ ସଡନ 6ଟା ସେଗମେଣ୍ଟ କେମିତି ହେଇଗଲା ଯୋଉମାନଙ୍କୁ ଟ୍ରାନ୍ସପୋର୍ଟ ହୁଏ ଗୋଟେ ଦିଟା ସେଗମେଣ୍ଟ ଆଫେକ୍ଟେଡ ହୁଏ ତାପରେ ମାନେ ଧୀରେ ଧୀରେ ଯଦି ମେଡିସିନ ନ ଦିଆ ହୁଏ ବା ଇଏ ହୁଏ ବଢେ ମାନେ ହାଲକା ମାନେ ପାରାଲାଇଜ ଫିଲ୍ କରିବା ବଡି ପୁରା ୱିକ୍ ପଡିଯିବା କିଛି କାମ ନ କରିପାରିବା ତାପରେ ଟେଷ୍ଟ ଫେଷ୍ଟ କଲା ପରେ ଯାଇକି ଜଣା ପଡେ ଯେ ହଁ ଗୋଟେ ଟ୍ରାନ୍ସଭର୍ସ ମାଇଲେଟିସ୍ ରୋଗ ହେଇଛି କିନ୍ତୁ ଗୋଟେ ଦିନରେ ଏରକମ ଏତେ ସାରା କାମ କରୁଛି ତାପରେ ସଡନ ଗୋଟେ ଏମିତି ହେଲା ଟ୍ରାନ୍ସଭର୍ସ ମାଇଲେଟିସ୍ ରୋଗ ବାହାରି ପଡିଲା ଗୋଟେ ପଥର କଚାଡିଲା ଭଳି ଲାଗିଲା ଟ୍ରାନ୍ସଭର୍ସ ମାଇଲେଟିସ୍ ରୋଗ କଣ ହେଇଛି ଟ୍ରାନ୍ସଭର୍ସ ମାଇଲେଟିସ୍ ଅସମ୍ଭବ ଡକ୍ଟର ମାନେ ବି ବିଶ୍ୱାସ କଲେନି ସେ ଜିନିଷ ବାର ଯେ ଡକ୍ଟର ଆସିଲେ ବାର ସେଇ କ୍ୱେଶ୍ଚନ ଟା ପଚାରିଲେ ସତରେ ତମେ ଦିନରେ ଯାଇଛ ସ୍କୁଟି ଚଲେଇଛ ଦିନରେ ମାନେ ସ୍କୁଟି ଚଲେଇବାଟା ହିଁ ଗୋଟେ ମାନେ ବହୁତ ବଡ କ୍ୱେଶ୍ଚନ ଆସିଗଲା ସ୍କୁଟି ଚଲେଇଲା କେମିତି ଦିନରେ ଯଦି ରାତିରେ ବାହାରିଲା ଟ୍ରାନ୍ସଭର୍ସ ମାଇଲେଟିସ୍ ଦିନରେ କାହିଁକି ସେ ୱିକନେସ ଟା ନଥିଲା ବା ସେଇ ଦିନ ନୁହେଁ ପ୍ରାୟତଃ ସୌଦା ମୋଦା ସବୁ କିଛି ଆଣିତେ ଯାଏ ତା ପୂର୍ବ ଦିନ ବାପାଙ୍କ ସହ ଯୋଉ ଲଗ୍ନ ଧରା ହବ ଏଇ ଯୋଉ ମାର୍କେଟରେ କ୍ୟାମେରା ଭିଡିଓ କ୍ୟାମେରା ବାଲାକୁ ଯାଇଥିଲେ ବୁଝିବାକୁ ଶେରଗଡ ବାପା ମୁଁ ଧାନ ଉଷା ହଉଥିଲା ଧାନରେ ପାଣି ଦିଆ ହଉଥିଲା ସବୁ ମିଶିକି ପାଣି ଦଉଥିଲେ ବାଲ୍ଟିରେ ବୋହିକି ପୁଣି ଦିଟା ବାଲ୍ଟିରେ ପାଣି ବୋହିକି ପୁଣି ଦଉଥିଲେ ମିନିମମ୍ ତ ଗୋଟେ ଏତେ ବଡ ରୋଗ ହେଇଛି ତାର ତ 15-20 ଦିନ ପୂର୍ବରୁ ତ ଆଟଲିଷ୍ଟ ସିମ୍ପଟମ ଦେଖେଇବା କଥା ଯେ ମାନେ ଦେହ ପୁରା ୱିକ୍ ପଡିଯିବା କଥା ବିଛଣାରେ ମାନେ ପଡିକି ରହିବା କଥା ଦେହ ସାଥ ଦବା କଥା ନୁହେଁ ସେଇ ଜାଗାଟା ତ ପେନ୍ ଆହୁରି ହବା କଥା ଆରମ୍ଭ ଯେବେ ହେଲା ଡାକ୍ତର କହୁଛନ୍ତି ଯେବେ ଗୋଟେ ସେଗମେଣ୍ଟ ର ଷ୍ଟାର୍ଟ ହେଲା ରୋଗ ସେବେ ହିଁ ସେ ସହିପାରିବା କଥା ନୁହେଁ 6ଟା ସେଗମେଣ୍ଟ ନଷ୍ଟ ହେଲା ନର୍ମାଲ ଥିଲା ସାଙ୍ଗେ ସାଙ୍ଗେ ଗୋଟେ କେମିତି ରାତିରେ ହେଇଗଲା ପୁରା ପାରାଲାଇଜ୍ଡ କେମିତି ହେଇଗଲା ବଡି ଥାଏ କିଛି ଜିନିଷ ଏମିତି ବି ଥାଏ ଦୁନିଆର ଯୋଉଟା କି ସାଇନ୍ସ ଏକ୍ସପ୍ଲେନ ବି କରିପାରେନି ମଣିଷ ଯିଏ ବି ଶୁଣୁଛୁ କେବେ ବି ରାତି 2ଟା ବେଳେ ଏରକ ରୋଗ ବାହାରୁନି 2ଟା ବେଳେ ହିଁ ଏ ରୋଗ ସମ୍ଭାଳି ପାରିଲିନି ମୁଁ ନିଜେ ଯୋଉ ଅରେଞ୍ଜ କଲର ସ୍କର୍ଟ ଟା ମୁଁ ପିନ୍ଧିଛି ଟପ୍ ଟା ପିନ୍ଧିଛି ମତେ ସେଇଠି ଠିଆ ହେଇକି ଗୋଟେ ଫଟୋ ଉଠେଇଥିଲି ନା ସେଇ ଫଟୋ ଟା ଦେଖା ହେଲା କାହିଁକି ଜାଣି ଗୋଟେ ଯଦି ମୁଁ ନିଜେ ଠିଆ ହେଇଛି ଏଇଟା ଏମିତି ଠିଆ ହଉଛି ସେଇଠି ନର୍ମାଲ ଗୋଡ ଟେକିକି ଠିଆ ହେଇଛି ମୁଁ ଦେଖୁଛି ନିଜକୁ ଗେଲାଲ ବହୁତ ଭଲ ସାଇନ୍ ମାନେ ଲାଗୁଛି ଯେ ବହୁତ ଶୀଘ୍ର ତୁ ପୁରା ମାନେ ଚାଲିବା ବି ଶିଖିଯିବୁ ଆଉ ଏଇ ଜାଗାରେ ତ ଏମିତି ପୁରା ପାଦ ପକେଇକି ପୁରା ଚାଲୁଥିବୁ ତୁ ଯୋଉ ମାନେ ଯୋଉ ଭଳି ମାନେ ନିଜକୁ ଷ୍ଟ୍ରଙ୍ଗ କରିଦେଇଛୁ ବାସ୍ ସେଇଭଳି ଷ୍ଟ୍ରଙ୍ଗ କରିକି ପୁରା ଆମର ଫାଇଟ୍ କରିବାର ଅଛି ଉଠି ପଡିବି ଜୟ ଜଗନ୍ନାଥ ଜୟ ମାତା ରାଣୀ ଠେଜା ସବୁ ଦେଖିବା ଆଜି ଏତିକି ଥାଉ ଏତିକି 25 ସେକେଣ୍ଡରେ କରିଦେଲି ଯେ ଆଉ ପୁଣି ଯୋଉଥିରେ ଇମୋସନାଲ ଥିଲୁ ପୁରା ମାନେ ସେ ମୋମେଣ୍ଟ ଟା ମନେ ପଡୁଥିଲା ଇମୋସନାଲ ଥିଲୁ 20 ସେକେଣ୍ଡ ପୁରା କରିଦେଲୁ ସେଥିରେ ବି ନୁହେଁ କି ବସି ପଡୁଛୁ 20 ସେକେଣ୍ଡ ପୁରା କରିଦେଇଛୁ ଗୋଡଟା ବହୁତ କଷ୍ଟ ହଉଛି ହଁ ତା ଭିତରେ କଣ ହେଇଯାଉଛି ମୁଁ ମା ଯେ ଗୋଡଟା କଣ୍ଟ୍ରୋଲ ବି କଲି ଯେ କଷ୍ଟ କାଢିବିନି ଚୁପ୍ ହେଇକି ରହିବି ଫିର୍ ବି ମୁଁ ଇମୋସନାଲ ହେଇଗଲି ନା ପଳେଇବା ଘରକୁ ପଳେଇବା ଟିକେ ଧରନ ମୁଁ ଫିଟେଇଛି ସାନିକାର ଘେଲ କଲା ମତେ ଆସିକି ଘଷିକି ଧନ ପଳେଇମି ବାପା ସରିଗଲାଣି ଫିଜିଓଥେରାପି ମୋର ତୁ ଟିକେ ଗେଲ କରିଦେ ମତେ
पतर खाइबो ना पतर खा खाइबो ना पतर हो मु गेल कर दिए एचडी फैमिली एबे हमें पळौचु घर भीतर को कहीं गेली गोटे वीक लागिलानी ऑलरेडी वीक थिला देह किंतु आज वीक लागिलानी आपण देखिले कोबळी माने फाइट करिला से 25 सेकंड भी ए सिचुएशन से ठिया ही पारला 25 सेकंड ठिया हला 20 सेकंड भी थरे ठिया हला किंतु जोटी इमोशनल भी हेई गला ऑब्वियसली ये सिचुएशन ल हबो से इमोशन ता तो जे माने चापी दबो से तो निजे गोटे माने गोटे पत्थर पाल्टी जो ना मनीष ही रहिबनी तो आम गले आम पाखे एमती मनीष ही हेकि था ता देहरे सेमती इमोशन ही रही था भल पाया रही था केयर रही था सब किसी जिनस रही था मुझे चाहूँगी से सबू एक्सप्रेस करू सब किसी बाहरी जाऊ ता मन भीतर जी कष्ट जंत्रणा रही सबू बाहरी जाऊ सबू लुह कि सब बही जाऊ एमती पूरा जत बेले आम गली ठिया हम पूरा माने हैप्पीनेस पूरा खुशी खुशी रे ठिया हम है ना गेला धनटा पड़ेबा हाँ चलो एसटी फैमिली जाऊ छी मु सन्नी